ଆଜି ଆମେ ଏହି ଭିଡ଼ିଓରେ ତୃତୀୟ ଶ୍ରେଣୀ ସାହିତ୍ୟ ବହିର 2024-25 ମସିହା ବାର୍ଷିକ ପରୀକ୍ଷା ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିବା। 1 ନମ୍ବରଟି ଆମେ ଶ୍ରୁତ ଲିଖନ ଲେଖିବା। ଆମ ଭାଷା ଆମ ସାହିତ୍ୟ ବହିର ପୃଷ୍ଠା 74ର ଏଥିରେ ରହିଛି 5 ମାର୍କ। ତାପରେ 2 ନମ୍ବରଟି କହିଛି ସୁନ୍ଦର ହସ୍ତାକ୍ଷର। ଦୈନନ୍ଦିନ ହସ୍ତାକ୍ଷର ଖାତା ଆଧାରରେ ମୂଲ୍ୟାଙ୍କନ କରାଯିବ। ଏଥିରେ ରହିଛି 5 ମାର୍କ। ତାପରେ 3 ନମ୍ବରଟି ଦେଇଛି ଶ୍ରୁତ ଲିଖନ। ଗୁରୁ ହିଁ ସାକ୍ଷାତ ଈଶ୍ୱର। ଏହି ବାକ୍ୟଟିକୁ ଗାର ମଧ୍ୟରେ ଲେଖିବା। ଏଥିରେ ରହିଛି 5 ମାର୍କ। ତାପରେ 4 ନମ୍ବରଟି କହିଛି ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଦିଅ। ଏଥିରେ ରହିଛି 5 ମାର୍କ। କ ନମ୍ବରଟି କହିଛି ମରୁଡ଼ି ସମୟର ଘଟଣା 5ଟି ବାକ୍ୟରେ ବର୍ଣ୍ଣନା କର। ଆନ୍ସାର। ବର୍ଷା ଆଦୌ ନହେଲେ କିମ୍ବା ବର୍ଷା ହୋଇ ଅନେକ ଦିନ ପାଇଁ ଛାଡ଼ିଗଲେ ମରୁଡ଼ି ହୁଏ। ଫସଲ ନଷ୍ଟ ହୋଇଯାଏ। ଲୋକମାନେ ଖାଇବାକୁ ପାଆନ୍ତି ନାହିଁ। ସେମାନେ ଭୋକ ଉପାସରେ ଆଉଟୁ ପାଉଟୁ ହୁଅନ୍ତି। ଏଣେତେଣେ ବୁଲି ଭିକ ମାଗନ୍ତି। ଖାଇବାକୁ ନ ପାଇ ଲୋକମାନେ ଦୁର୍ବଳ ଓ ରୋଗିଣା ହୁଅନ୍ତି। ଚାରିଆଡ଼େ ଖାଲି ହାହାକାରରେ ପୂର୍ଣ୍ଣ ହୋଇଯାଏ। ତାପରେ ଖ ନମ୍ବରଟି କହିଛି ଭାରତ ଏକ ବିଚିତ୍ର ଦେଶ ବୋଲି କାହିଁକି କୁହାଯାଏ? ଆନ୍ସାର। ଆମ ଦେଶ ଭାରତ ଏକ ବିଶାଳ ଦେଶ। ଏଠାରେ ବିଭିନ୍ନ ଜାତିର ଓ ବିଭିନ୍ନ ଧର୍ମର ଲୋକେ ବାସ କରନ୍ତି। ସେମାନଙ୍କର ଖାଦ୍ୟ, ଭାଷା, ପୋଷାକପତ୍ର, ଚାଲିଚଳନ ମଧ୍ୟ ଭିନ୍ନ। ଭିନ୍ନତା ଥାଇ ମଧ୍ୟ ସମସ୍ତେ ଗୋଟିଏ ମାଆର ସନ୍ତାନ ପରି ଚଳନ୍ତି। ସେମାନେ ନିଜକୁ ଭାରତୀୟ ବୋଲି ପରିଚୟ ଦିଅନ୍ତି। ତେଣୁ ଭାରତକୁ ଏକ ବିଚିତ୍ର ଦେଶ ବୋଲି କୁହାଯାଇଛି। ଏହି ଦୁଇଟି ମଧ୍ୟରୁ ଯେକୌଣସି ଗୋଟିଏ ତୁମେମାନେ ଲେଖିବ। ତାପରେ 5 ନମ୍ବରଟି କହିଛି ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଦିଅ। ଏଥିରେ ରହିଛି 5 ମାର୍କ। କ ନମ୍ବରଟି କହିଛି ତୁମେ ଯଦି ଟିକି ଫୁଲଟିଏ ହୋଇଥାନ୍ତ ତେବେ କ'ଣ କରିଥାନ୍ତ? ଆନ୍ସାର। ମୁଁ ଯଦି ଫୁଲଟିଏ ହୋଇଥାନ୍ତି ତେବେ ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ମୁଗ୍ଧ କରୁଥାନ୍ତି। ଯେଉଁ ପ୍ରଭୁ ପରମେଶ୍ୱର ମୋତେ ଫୁଲ କରି ସୃଷ୍ଟି କଲେ, ମୋଠାରେ ସୌନ୍ଦର୍ଯ୍ୟ ଓ ମହକ ଭରିଦେଲେ, ମୁଁ ତାଙ୍କୁ ମନେ ପକାଉଥାନ୍ତି। ପରମେଶ୍ୱର ମୋତେ ଦେଇଥିବା ସୌନ୍ଦର୍ଯ୍ୟ ଓ ମହକ ଉଦ୍ଦେଶ୍ୟ ବୁଝିଥାନ୍ତି। ମୁଁ ମୋର ମହକକୁ ଅନ୍ୟମାନଙ୍କ ଆନନ୍ଦ ପାଇଁ ବିତରଣ କରିଥାନ୍ତି। ଦେଶ ସେବା କରି ଯେଉଁମାନେ ପ୍ରାଣବଳି ଦେଇଛନ୍ତି, ମୁଁ ସେମାନଙ୍କର ମର ଶରୀର ଉପରେ ଅଥବା ସେମାନଙ୍କର ପାଦତଳେ ଅଥବା ସେମାନଙ୍କର ସମାଧି ଉପରେ ଏବଂ ସେମାନଙ୍କର ଫଟୋଚିତ୍ରରେ ନିଜକୁ ସମର୍ପଣ କରିଥାନ୍ତି। ତାପରେ ଖ ନମ୍ବରଟି କହିଛି ବଣି କୁନା କଥାରେ ରାଜି ହେଲା ନାହିଁ କାହିଁକି? ଆନ୍ସାର। ବଣି ହେଉଛି ମୁକ୍ତ ଆକାଶର ବିହଙ୍ଗ। ସେ ଜଙ୍ଗଲରେ ସ୍ୱାଧୀନ ଭାବରେ ବୁଲି ପାରୁଛି। ଏ ଗଛରୁ ସେ ଗଛକୁ ଉଡ଼ି ମନ ମୁତାବକ ଫଳମୂଳ ଖାଇପାରୁଛି। ଗଛରେ ଥିବା ବସାଟି ବଣି ପାଇଁ ଖୁବ୍ ଆରାମଦାୟକ ହୋଇପାରିଛି। ଗଛଲତା ତା'ର ପରମ ବନ୍ଧୁ। ଏହି ଗଛ ଡାଳରେ ବସି ସେ ଜହ୍ନମାମୁଁର ମୁଖ ଦେଖିପାରୁଛି। ତେଣୁ ଏତେ ସବୁ ସୁଖ ସେ କେବେ ବି ସୁନା ପଞ୍ଜୁରୀରେ ପାଇପାରିବନି। ସୁନା ପଞ୍ଜୁରୀରେ ରହି ନିଜର ସ୍ୱାଧୀନତା ହରାଇବାକୁ ବଣି ଚାହେଁନା ବୋଲି କୁନାକୁ କହିଲା। ତେଣୁ ବଣି କୁନା କଥାରେ ରାଜି ହେଲା ନାହିଁ। ତାପରେ 6 ନମ୍ବରଟି କହିଛି ଯେକୌଣସି 3ଟି ପ୍ରଶ୍ନର ଉତ୍ତର ଦିଅ। କ ନମ୍ବରଟି କହିଛି ପିଲାଟି ଟଙ୍କାଟିଏ ନେଇ କ'ଣ କଲା? ଆନ୍ସାର। ପିଲାଟି ଜୀବନରେ ଗୋଟିଏ ଟଙ୍କା କେବେ ହେଲେ ଦେଖିନଥିଲା। ସେ ଟଙ୍କାଟିଏ ପାଇ ତା'ର ଉପଯୁକ୍ତ ବ୍ୟବହାର କଲା। ସେହି ଟଙ୍କାରେ ସେ କିଛି ଫଳ କିଣି ତାକୁ ବୁଲାଇ ବିକିଲା। ଲାଭ ପଇସାରୁ ଧୀରେ ଧୀରେ ପଇସା ଜମା କଲା। ତାପରେ ସେହି ପଇସାରେ ନିଜେ ଗୋଟିଏ ଦୋକାନ କରି ତା'ର ମାଲିକ ହେଲା। ତାପରେ ଖ ନମ୍ବରଟି କହିଛି ରାଜସ୍ଥାନର କେଉଁ କେଉଁ କଥା ଆମକୁ ନୂଆ ଲାଗେ? ଆନ୍ସାର। ରାଜସ୍ଥାନରେ ଏତେ କମ୍ ବର୍ଷା ସତ୍ତ୍ୱେ ଫସଲ ଅମଳ ଓ ସେଠାକାର ଲୋକମାନଙ୍କର ପୋଷାକ ଆମକୁ ନୂଆ ଲାଗେ। ତାପରେ ଗ ନମ୍ବରଟି କହିଛି ମହତ୍ କାର୍ଯ୍ୟରେ ଜୀବନ ଦେବା କେତେ ଜଣଙ୍କ ଭାଗ୍ୟରେ ଘଟେ, ଏକଥା କିଏ କାହାକୁ କହିଥିଲେ? ଆନ୍ସାର। ମହତ୍ କାର୍ଯ୍ୟରେ ଜୀବନ ଦେବା କେତେ ଜଣଙ୍କ ଭାଗ୍ୟରେ ଘଟେ, ଏକଥା ଧର୍ମପଦ ତା'ର ଶୋକାକୁଳ ପିତା ବିଶୁ ମହାରଣାଙ୍କୁ କହିଛନ୍ତି। ତାପରେ ଘ ନମ୍ବରଟି କହିଛି ଇଂରେଜମାନେ ବକ୍ସିଙ୍କ ପରିବାରକୁ କାହିଁକି ବାନ୍ଧି ନେଲେ? ଆନ୍ସାର। ବକ୍ସିଙ୍କ ନେତୃତ୍ୱରେ ପାଇକମାନେ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ବକ୍ସିଙ୍କୁ ଜବତ କରିବା ପାଇଁ ଇଂରେଜମାନେ ତାଙ୍କ ପରିବାରକୁ ବାନ୍ଧି ନେଲେ। ତାପରେ 7 ନମ୍ବରଟି କହିଛି ଯେକୌଣସି 2ଟି ପ୍ରଶ୍ନର ଉତ୍ତର ଦିଅ। କ ନମ୍ବରଟି କହିଛି ବୀରକିଶୋର କାହିଁକି କବିତା ଲେଖିଲେ? ଆନ୍ସାର। ଗୋରା ବେପାରୀଙ୍କ ଅତ୍ୟାଚାର ଓ ଦମନ ଲୀଳା ବୀରକିଶୋରଙ୍କ ମନକୁ ଅଥିର କଲା। ଲୋକମାନଙ୍କୁ ମତାଇବା ପାଇଁ ଇଂରେଜମାନଙ୍କ ବିରୋଧରେ ସେ କବିତା ଉପରେ କବିତା ଲେଖି ଚାଲିଲେ। ତାପରେ ଖ ନମ୍ବରଟି କହିଛି କୁନା ବଣିକୁ କ'ଣ କ'ଣ ଖାଇବାକୁ ଦେବ ବୋଲି କହିଲା? ଆନ୍ସାର। କୁନା ବଣିକୁ ମିଠା ପିଜୁଳି, କଦଳୀ, ଛେନା, ସର, ରୂପା ଥାଳିରେ ଭାତ, ସୁନା ଗିନାରେ ପାଣି ପିଇବାକୁ ଦେବ ବୋଲି କହିଲା।
ତାପରେ ଗ ନମ୍ବରଟି କହିଛି ଫୁଲଟି ପରମେଶ୍ୱରଙ୍କୁ କ'ଣ ପ୍ରାର୍ଥନା କରେ? ଆନ୍ସାର, ଚିରକୃତଜ୍ଞ ଟିକି ଫୁଲଟି ନିଜକୁ ଧରାପୃଷ୍ଠର ଆଲୋକ ଦେଖାଇବା ନିମନ୍ତେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇଛି। ତାର କୋମଳ ପାଖୁଡ଼ା ଗୁଡ଼ିକରେ ସୌନ୍ଦର୍ଯ୍ୟ ଓ ମହକ ଭରି ଦେଇ ଈଶ୍ୱର ତାକୁ ଧନ୍ୟ କରିଛନ୍ତି। କାରଣ ତାଠାରେ ଯଦି ମଧୁର ମହକ ନଥାନ୍ତା ତେବେ ସେ କାହାର ବି ଏତେ ଆଦରଣୀୟ ହୋଇପାରିନଥାନ୍ତା। ତେଣୁ ଜଗତକର୍ତ୍ତାଙ୍କ ଦାନ ସେହି ମହକକୁ ସେ ସମସ୍ତଙ୍କୁ ବିତରଣ କରି ନିଜ ଜୀବନକୁ ଧନ୍ୟ କରିବ। ଫୁଲଟି ସାରା ଜୀବନ ନିଜ ସୁବାସ ବିତରଣ କରି ଜନମନକୁ ସନ୍ତୋଷ ଦେବା ପାଇଁ ଓ ଏହି କାର୍ଯ୍ୟ କରିବା ପାଇଁ ନିଜକୁ ଶକ୍ତି ଦେବା ପାଇଁ ସେ ଜଗତକର୍ତ୍ତାଙ୍କୁ ବିନମ୍ର ଅନୁରୋଧ କରିଛି। ଏହାଦ୍ୱାରା ବିଶ୍ୱସ୍ରଷ୍ଟାଙ୍କ ଉଦ୍ଦେଶ୍ୟ ପୂରଣ ହେବା ସହିତ ନିଜ ଜୀବନ ମଧ୍ୟ ସଫଳ ହେବ। ତାପରେ 8 ନମ୍ବରଟି କହିଛି ସରଳ ଭାଷାରେ ବୁଝାଇ ଲେଖ। କ ବିଭାଗରୁ ଗୋଟିଏ ଓ ଖ ବିଭାଗରୁ ଗୋଟିଏ। କ ନମ୍ବରଟି କହିଛି ଏ ପୃଥିବୀ ସମସ୍ତଙ୍କର ବାସଭୂମି। ଏହାର ଆନ୍ସାରଟି ଏଠାରେ ଦିଆଗଲା। ତାପରେ କିମ୍ବାରେ ଗୋଟିଏ କ୍ୱେଶ୍ଚନ୍ ଦେଇଛି ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେଲେ ମଧ୍ୟ ତାହା ହେବ ନାହିଁ। ଏହାର ଆନ୍ସାରଟି ଏଠାରେ ଦିଆଗଲା। ତାପରେ ଖ ନମ୍ବରଟି ଦେଇଛି ଶହ ଶହ ସ୍ୱାଧୀନତା ସୈନ ହସି ହସି କଲେ କାରାବରଣ। ଏହାର ଆନ୍ସାରଟି ଏଠାରେ ଦିଆଗଲା। ତାପରେ କିମ୍ବାରେ ଦେଇଛି ଭାବନା ତାଙ୍କର ଅଟଇ ଅପାର କିଏ ବା ପାରିବ କଳି ତାଙ୍କ ମନ ଜାଣି କରମ କରିଲେ ଦିଅନ୍ତି କରୁଣା ଢାଳି। ଏହାର ଆନ୍ସାରଟି ଏଠାରେ ଦିଆଗଲା। ତାପରେ 9 ନମ୍ବରଟି ଦେଇଛି ଯେକୌଣସି ଗୋଟିଏ ବିଷୟରେ ରଚନା ଲେଖ। ରଚନା ଦେଇଛି ଶୀତ ଋତୁ, ତୁମ ବିଦ୍ୟାଳୟ, ଦୋଳ ପର୍ବ। ତାପରେ 10 ନମ୍ବରଟି ଦେଇଛି ଯେକୌଣସି ଗୋଟିଏ ଦରଖାସ୍ତ ବା ପତ୍ର ଲେଖ। ଦେଇଛି ତୁମ ଗ୍ରାମରେ ନଳକୂପ ବସାଇବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ। କିମ୍ବା ସାଧାରଣତନ୍ତ୍ର ଦିବସ କିପରି ପାଳନ କଲ ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ। ତାପରେ 11 ନମ୍ବରଟି କହିଛି ନିର୍ଦ୍ଦେଶ ଅନୁସାରେ ଉତ୍ତର ଦିଅ। କ ନମ୍ବରଟି କହିଛି ବାକ୍ୟ ଗଠନ କର ଦୁଇଟିର। ଶରଣ, ବିଭୀଷଣ ରାମଚନ୍ଦ୍ରଙ୍କ ପାଖେ ଶରଣ ପଶିଥିଲେ। ତାପରେ ଦେଇଛି ପଡ଼ୋଶୀ, ରାମବାବୁ ଜଣେ ଭଲ ପଡ଼ୋଶୀ ଅଟନ୍ତି। ତାପରେ ଦେଇଛି କଷଣ, ଇଂରେଜମାନଙ୍କ ଠାରୁ ବହୁତ କଷଣ ସହି ଶେଷରେ ଆମେ ସ୍ୱାଧୀନତା ଲାଭ କଲୁ। ତାପରେ ଖ ନମ୍ବରଟି ଦେଇଛି ବିପରୀତ ଶବ୍ଦ ଲେଖ ଦୁଇଟିର। ଏକାକୀ, ଅନେକ, ଅପେକ୍ଷା, ଉପେକ୍ଷା, ମୁଖ୍ୟ, ଗୌଣ। ତାପରେ ଗ ନମ୍ବରଟି ଦେଇଛି ଗଦ୍ୟ ରୂପ ଲେଖ ଦୁଇଟିର। ଶକତି, ଶକ୍ତି, ଶରଧା, ଶ୍ରଦ୍ଧା, ସରଗ, ସ୍ୱର୍ଗ। ତାପରେ ଘ ନମ୍ବରଟି ଦେଇଛି ପ୍ରତିଶବ୍ଦ ଲେଖ ଦୁଇଟିର। ଗାଁ, ଗ୍ରାମ, ସୁନା, ସୁବର୍ଣ୍ଣ, ମୟୂର, କେକି। ତାପରେ ଓ ନମ୍ବରଟି ଦେଇଛି ଶୁଦ୍ଧ କରି ଲେଖ ଦୁଇଟିର। ସୂର୍ଯ୍ୟପରାଗ, ସୂର୍ଯ୍ୟୋପରାଗ, ର୍ଯ୍ୟରେ ଓକାର। ଅଭୟାରଣ୍ୟ, ଅଭୟାରଣ୍ୟ, ନୁଆଁଣିଆ, ନୁଆଁଣିଆ। ତାପରେ ଚ ନମ୍ବରଟି କହିଛି ଲିଙ୍ଗ ପରିବର୍ତ୍ତନ କର ଦୁଇଟିର। ଗୁରୁ, ଗୁର୍ବି, ପୁରୁଷ, ମହିଳା, ହାତୀ, ହାତୁଣୀ। ତାପରେ 6 ନମ୍ବରଟି କହିଛି ଖାଲ ଢିପ ପରି ଦୁଇଟି ଯୋଡ଼ା ଶବ୍ଦ ଲେଖ। ଆନ୍ସାର, ଆଗ ପଛ, ହାନି ଲାଭ। ତାପରେ ଜ ନମ୍ବରଟି କହିଛି ଯେପରି ଚିନ୍ତାରୁ ଚିନ୍ତିତ ସେହିପରି ଶାସନରୁ ଶାସିତ, ଦିନରୁ ଦୈନିକ, ଉଦୟରୁ ଉଦିତ। ତାପରେ ଝ ନମ୍ବରଟି କହିଛି ବେଳେବେଳେ ଆମ ବଣ ଭିତରକୁ ପଶି ଆସି ଜୀବଜନ୍ତୁଙ୍କୁ ମାରି ପକାଉଛନ୍ତି। ସର୍ବନାମ ପଦ ଚିହ୍ନାଅ। ଆନ୍ସାର, ଏଠାରେ ସର୍ବନାମ ପଦଟି ହେଉଛି ଆମ। ତାପରେ ନିୟ ନମ୍ବରଟି କହିଛି ନିମ୍ନଲିଖିତ ବାକ୍ୟଟିକୁ ବହୁବଚନରେ ଲେଖ। ସେ ମୋର ଶିକ୍ଷକ ଅଟନ୍ତି। ଆନ୍ସାର, ସେମାନେ ଆମର ଶିକ୍ଷକ ଅଟନ୍ତି। ତାପରେ ଟ ନମ୍ବରଟି କହିଛି ଏକାଠି ହୋଇଥିବା ଜନ୍ତୁମାନେ ଏକଥାକୁ ସମର୍ଥନ କଲେ ଉପଯୁକ୍ତ ବିରାମ ଚିହ୍ନ ଦିଅ। ଆନ୍ସାର, ଏକାଠି ହୋଇଥିବା ଜନ୍ତୁମାନେ ଏକଥାକୁ ସମର୍ଥନ କଲେ ପୂର୍ଣ୍ଣଚ୍ଛେଦ। ତାପରେ ଠ ନମ୍ବରଟି କହିଛି ହରିବାବୁ ଜଣେ ଦେଶ ସେବକ ଥିଲେ। ଭବିଷ୍ୟତ କାଳରେ ଲେଖ। ଆନ୍ସାର, ହରିବାବୁ ଜଣେ ଦେଶ ସେବକ ହେବେ। ତାପରେ ଡ ନମ୍ବରଟି କହିଛି ଏକ ପଦରେ ପ୍ରକାଶ କର। ସ୍ୱାର୍ଥ ନାହିଁ ଯାହାର, ନିଃସ୍ୱାର୍ଥ। ବିପ୍ଳବ କରନ୍ତି ଯେ, ବିପ୍ଳବୀ। ତାପରେ ଢ ନମ୍ବରଟି କହିଛି ଯେପରି ଓଡ଼ିଶାରୁ ହୋଇଛି ଓଡ଼ିଆ ସେହିପରି ଆସାମରୁ ହେବ ଆସାମିଆ। ତାପରେ ଣ ନମ୍ବରଟି କହିଛି ପାଦ ପୂରଣ କର। ବୁଲୁଛି ଖାଇ ବଣର ଫଳ କେତେ ଯେ ମିଠା କୋଳି
ଗଛର ଡାଳେ ପବନ ତାଳେ ଖେଳଇ ମୁହିଁ ଦୋଳି। ତାପରେ 12 ନମ୍ବରଟି ଦେଇଛି ପ୍ରକଳ୍ପ କାର୍ଯ୍ୟ। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।